ନମସ୍କାର। ଆଜିର ବିଷୟବସ୍ତୁ ଆମେ ଜଣେ ଏଭଳି ମହାନ ରଜାଙ୍କ ବିଷୟରେ ରଖିଛୁ ଯାହାଙ୍କର ଅବଦାନ ଆଜିର ଭାରତ ବା ହିନ୍ଦୁ ସମାଜର ଯେଉଁ ଆମେ କାୟାକଳ୍ପ ଦେଖୁଛନ୍ତି ତାର ମୂଳଦୁଆ ପକାଇଥିବା ସେହି ବ୍ୟକ୍ତି ଜଣକ ହେଉଛନ୍ତି ରାଜା କନିଷ୍କ, ଯାହାଙ୍କ ବିଷୟରେ ଯେତିକି ଆଲୋଚନା ହେବା କଥା ଭାରତବର୍ଷରେ ସେତିକି ହୁଏ ନାହିଁ। ଆମେ ମୋଗଲମାନଙ୍କ ବିଷୟରେ ପଢ଼େ ଇତିହାସ ବହିରେ, ସେମାନଙ୍କର ଅବଦାନ ବିଷୟରେ ବହୁତ ପଢ଼ିଛନ୍ତି, କିନ୍ତୁ ବାସ୍ତବରେ ଆଜିର ଯେଉଁ ହିନ୍ଦୁ ଧର୍ମର କାୟାକଳ୍ପ ଆମେ ଦେଖୁଛେ, ମନ୍ଦିର ପୂଜା ଅର୍ଚ୍ଚନା, ଆପଣଙ୍କର ବିଭିନ୍ନ ଦେବାଦେବୀଙ୍କର ମୂର୍ତ୍ତି, ମନ୍ତ୍ର ତନ୍ତ୍ର, ଏଇ ଯେଉଁ ଗୋଟେ ବିରାଟ କାୟାକଳ୍ପ ଆମେ ଦେଖୁଛେ, ତାହାର ବାସ୍ତବରେ ତାର ଯେଉଁ ମୂଳଦୁଆ ଯିଏ ପକାଇଥିଲେ ସିଏ ହେଉଛନ୍ତି ମହାନ ସମ୍ରାଟ କନିଷ୍କ। ତେଣୁ କନିଷ୍କଙ୍କ ବିଷୟରେ ଆମର ଜଣେ ଭାରତର ପ୍ରଖ୍ୟାତ ହିଷ୍ଟୋରିଆନ୍ ବା ଐତିହାସିକ ଅଛନ୍ତି ଯାହାଙ୍କ ନାମ ହେଉଛି ରୋମିଳା ଥାପର। ତାଙ୍କ ହିସାବରେ ସମ୍ରାଟ କନିଷ୍କ ହେଉଛନ୍ତି ଏଭଳି ଜଣେ ରାଜା ଯିଏକି ଭାରତୀୟ ସାଂସ୍କୃତିକ ଦିଗକୁ ଏକ ନୂତନ ରାସ୍ତା ଦେଖାଇଥିଲେ। ତାଙ୍କ ମତରେ ରାଜା କନିଷ୍କ କେବଳ ରାଜ୍ୟ ଜୟ କରିନଥିଲେ, ସେ ଲୋକମାନଙ୍କର ହୃଦୟ ଜୟ କରିଥିବା ଜଣେ ବ୍ୟକ୍ତି ଥିଲେ, ଯାହାଙ୍କର ଧର୍ମୀୟ ବିକାଶ ଭାରତୀୟ ହିନ୍ଦୁ ଧର୍ମର ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଙ୍କ ମତରେ ଆମେ ଯଦି ରାଜା କନିଷ୍କଙ୍କ ବିଷୟରେ ଆଲୋଚନା କରିବା, ତାଙ୍କର ଧର୍ମୀୟ ସାଂସ୍କୃତିକ ଅବଦାନ କ'ଣ ଅଛି ଭାରତର ଦୃଷ୍ଟିକୋଣରେ, ସେ ବିଷୟରେ ଯିବା ପୂର୍ବରୁ ଆମକୁ ଟିକେ ଜାଣିଦେବାକୁ ପଡ଼ିବ ଯେ ରାଜା କନିଷ୍କ କିଏ ଥିଲେ। ରାଜା କନିଷ୍କ ଯିଏ ଥିଲେ ସେ କୁଷାଣ ବଂଶର ଜଣେ ପ୍ରତାପୀ ରାଜା ଥିଲେ। ତାଙ୍କ ପିତା ଥିଲେ ଭୀମ କଟଫିସେସ୍, ଯିଏ ଜଣେ କୁଷାଣ ବଂଶୀ ରାଜା ଥିଲେ। କୁଷାଣ କେଉଁମାନେ ଥିଲେ? ଯେତେବେଳେ ଆପଣଙ୍କର ଆଲେକ୍ଜାଣ୍ଡର ଭାରତ ଆକ୍ରମଣ କରିଥିଲେ, ତା ପରବର୍ତ୍ତୀ ସମୟରେ ସେଇ ଯେଉଁ ଅଞ୍ଚଳକୁ ଅଧିକାର କରିଥିଲେ, ସେହି ଅଞ୍ଚଳରେ ସେଲୁକସ୍ ନିକଟରେ ତାଙ୍କର ଯେଉଁ ସେନାଧ୍ୟକ୍ଷ ଥିଲେ ତାଙ୍କୁ ସେ ଶାସନ ବ୍ୟବସ୍ଥା ଦେଇକି ସେ ଫେରି ଯାଇଥିଲେ ଏବଂ ତାଙ୍କ ଅଧୀନରେ, ସେଲୁକସ୍ ନିକଟଙ୍କ ଅଧୀନରେ ବହୁତ ସାମନ୍ତ ରାଜା ଯେଉଁମାନେ କାର୍ଯ୍ୟ କରୁଥିଲେ, ତାଙ୍କମାନଙ୍କ ମଧ୍ୟରୁ ଏଇ କୁଷାଣ ବଂଶ ମଧ୍ୟ ହେଉଛନ୍ତି ଜଣେ ସାମନ୍ତ ବଂଶୀ ରାଜା। ସେମାନଙ୍କର ଶାସନ ଯେଉଁ ଥିଲା କେଉଁ ଅଞ୍ଚଳରେ ଥିଲା? କାଜାକିସ୍ତାନ, ତାଜାକିସ୍ତାନ, ଆପଣଙ୍କର ପାକିସ୍ତାନ, ଏଇ ଅଞ୍ଚଳ ଏବଂ ଭାରତ, ଚାଇନା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ତାଙ୍କର ଯେଉଁ ସାମ୍ରାଜ୍ୟଟା। ତ ସେଇମାନେ ହେଉଛନ୍ତି କୁଷାଣ ବଂଶୀ। ସେମାନେ ପ୍ରକୃତରେ ଜଣେ ସାମନ୍ତ ରାଜା ଗ୍ରୀକ୍ ଶାସନ ସମୟରେ ଥିଲେ। ତା ପରବର୍ତ୍ତୀ ସମୟରେ ନିଜର ଆଧିପତ୍ୟ ବିସ୍ତାର କରିକି ନିଜର ସାମ୍ରାଜ୍ୟ ବୃଦ୍ଧି କରିଥିଲେ ଏବଂ ସେହି ସନ୍ଦର୍ଭରେ ସବୁଠାରୁ ଯଦି ପ୍ରତାପୀ ରାଜା କିଏ ଥିଲେ, ସିଏ ହେଉଛନ୍ତି ରାଜା କନିଷ୍କ। ତେଣୁ ରାଜା କନିଷ୍କଙ୍କର ସମୟରେ ଆମକୁ ଜାଣିବାକୁ ପଡ଼ିବ ଯେ ଭାରତର ଯେଉଁ ଧର୍ମୀୟ ସାଂସ୍କୃତିକ ଦିଗଟି କ'ଣ ଥିଲା, ତାଙ୍କର ଅବଦାନ କ'ଣ ଅଛି ସଂସ୍କୃତି, ଭାରତୀୟ ସଂସ୍କୃତି ଉପରେ ବା ଭାରତୀୟ ସାଂସ୍କୃତିକ ବିକାଶ କ୍ଷେତ୍ରରେ। ସେଠାକୁ ଯିବା ପୂର୍ବରୁ ଆମକୁ ଟିକେ ଜାଣିବାକୁ ପଡ଼ିବ ଯେ ତାଙ୍କର ଯେଉଁ ଅବଦାନ କ'ଣ ଥିଲା ହେଉଛି ଭାରତୀୟ ସଂସ୍କୃତିରେ ଏବଂ ତାଙ୍କ ସମୟରେ ଭାରତର ଧର୍ମୀୟ ଓ ସାଂସ୍କୃତିକ ଦିଗଟି କ'ଣ ଥିଲା। ଆକ୍ଚୁଆଲି ରାଜା କନିଷ୍କଙ୍କ ସମୟରେ ଭାରତର ଯେଉଁ ସାଂସ୍କୃତିକ ଦିଗଟି, ଧର୍ମୀୟ ଦିଗଟି ଦୁଇ ଭାବରେ ବିଭକ୍ତ ହୋଇକି ଥିଲା। ଗୋଟେ ହେଉଛି ଗୋଟେ ବହୁତ ବଡ଼ ସମ୍ପ୍ରଦାୟ ଯେଉଁଥିରେ ଆଜିର ଆମର SC ST OBC ସମସ୍ତେ ଆସିବେ। ସେମାନେ ଶ୍ରବଣ ସଂସ୍କୃତିକୁ ମାନୁଥିବା ବା ଶ୍ରବଣ ପରମ୍ପରାକୁ ମାନୁଥିବା ଗୋଟେ ବହୁତ ବଡ଼ ଗୋଷ୍ଠୀ ଥିଲେ, ଯେଉଁଥିରେ ସେମାନେ ସମତାର ଭାବନା, ଅହିଂସା, ଆପଣଙ୍କର ଅନୁଶାସନ ଏବଂ ନ୍ୟାୟପ୍ରିୟ ବ୍ୟବସ୍ଥାକୁ ଗ୍ରହଣ କରୁଥିବା ବା ମାନୁଥିବା ଗୋଟେ ବହୁତ ବଡ଼ ସମ୍ପ୍ରଦାୟ। ସେମାନଙ୍କ ସମ୍ପ୍ରଦାୟର ସବୁଠାରୁ ଉଚ୍ଚତମ ସ୍ତର ଏଇଆ ଥିଲା ଯେ ଯେଉଁମାନେ ଅରହତ, ଭିକ୍ଷୁ, ଆପଣଙ୍କର ଜିନ୍ ବା ଶ୍ରବଣ ହେବେ, ସେଇମାନଙ୍କର ସ୍ଥାନ ଏଇ ଯେଉଁ ଶ୍ରବଣ ସଂସ୍କୃତି ସବୁଠାରୁ ଉଚ୍ଚାରେ ଥିଲା। ସେହି ପରିପ୍ରେକ୍ଷୀରେ ମହାବୀର,
ଆପଣଙ୍କର ଆସିଲେ, ସେହି ପରିପ୍ରେକ୍ଷୀରେ ଆପଣଙ୍କର ବୁଦ୍ଧ ଆସିଲେ, ଯେଉଁମାନେ ବୌଦ୍ଧତ୍ୱକୁ ପ୍ରାପ୍ତି କଲେ, ସେଇ ସବୁ ଶ୍ରବଣ ସଂସ୍କୃତିର ଅନ୍ତର୍ଭୁକ୍ତ ଅଟନ୍ତି। ଏବଂ ସେଇ ଧାରାରେ ଏଇମାନେ ମଧ୍ୟ ଆସିଥିଲେ, ବୁଦ୍ଧ ହଉ ମହାବୀର ହଉ। ତାଙ୍କ ପୂର୍ବରୁ ମଧ୍ୟ, ବୁଦ୍ଧଙ୍କ ପୂର୍ବରୁ 27 ବୁଦ୍ଧର ପ୍ରମାଣ ମାନେ ବର୍ଣ୍ଣନା ଯେଉଁଟା ରହିଛି ବୁଦ୍ଧ ସାହିତ୍ୟରେ, କିନ୍ତୁ ଆମକୁ 2-3ଟି ତାଙ୍କ ପୂର୍ବରୁ 2-3 ବୁଦ୍ଧଙ୍କର ପ୍ରମାଣ ବା ଆର୍ଟିଫ୍ୟାକ୍ଟସଟା ଆମକୁ ଯେଉଁଟା ମିଳେ, କୋଡ଼ାଗମନ ବୁଦ୍ଧଙ୍କର ପ୍ରମାଣ ମିଳେ, ତାଙ୍କର ମୂର୍ତ୍ତି ମିଳେ, ତାଙ୍କର ସ୍ତୂପ ମିଳେ। କକସନ୍ତ ବୁଦ୍ଧଙ୍କର ମିଳେ, ତାର ପ୍ରମାଣ ମିଳେ, ତାର ମୂର୍ତ୍ତି, ମୂର୍ତ୍ତି ତ ନୁହେଁ, ତାଙ୍କର ସ୍ତୂପର ପ୍ରମାଣ ସବୁ ମିଳେ। ତେଣୁ ସେଇ ଦୃଷ୍ଟିରୁ ଯଦି ଦେଖିବେ, ଏଇମାନେ ମଧ୍ୟ ସେଇ ପରମ୍ପରାର ଅନ୍ତର୍ଭୁକ୍ତ ଅଟନ୍ତି, ଶ୍ରବଣ ପରମ୍ପରାର। ଆଉ ଗୋଟେ ଗୋଷ୍ଠୀ ଥିଲେ ଯେଉଁମାନେ ହୋମଯଜ୍ଞ, ବଳି ପ୍ରଥା ହଉ, ଆପଣଙ୍କର ସଂସ୍କାର ବିଧି, ଯେଉଁ 16 ସଂସ୍କାର ବିଧି, ଜନ୍ମ ହଉ, ମୃତ୍ୟୁ ହଉ, ବିବାହ ହଉ, କୌଣସି ଧାର୍ମିକ ଅନୁଷ୍ଠାନର କାର୍ଯ୍ୟକ୍ରମ ହଉ, ସେଇ କାର୍ଯ୍ୟ ଯେଉଁ କରୁଥିଲେ ଗୋଟେ ଗୋଷ୍ଠୀ, ସେମାନଙ୍କୁ ବ୍ରାହ୍ମଣ ବୋଲି କୁହାହେଉଥିଲା ବା ବ୍ରାହ୍ମଣ ଧର୍ମର ସେମାନେ ପ୍ରତିନିଧିତ୍ୱ କରୁଥିଲେ। ଏବଂ ସେମାନେ ଯେଉଁ ଥିଲେ ବ୍ରାହ୍ମଣ ଧର୍ମୀ, ସେମାନଙ୍କର ଯେଉଁଟାକ ଆମେ କହିପାରିବା ଯେ ମୁଖ୍ୟତଃ ସେମାନେ ବ୍ରାହ୍ମଣ ସମ୍ପ୍ରଦାୟର ବ୍ୟକ୍ତି ଥିଲେ। ଆଉ ସେମାନଙ୍କର ଧର୍ମୀୟ ଦିଗଟି ଏଇଟା ଥିଲା, ହୋମଯଜ୍ଞ, ଆପଣଙ୍କର ସଂସ୍କାର ବିଧି କରିବା। ତେଣୁ ସମାଜରେ ଏଇ ଯେଉଁ ଦି ଭାବରେ ବିଭକ୍ତ ଥିଲା ଭାରତ, ବିଭକ୍ତ ନଥିଲେ ବି ଦି ବିଭାଗର ବ୍ୟକ୍ତି ଏଇ ଭାରତବର୍ଷରେ ବସବାସ କରୁଥିଲେ। ଦୁଇ ପ୍ରକାର ଧର୍ମୀୟ ଦିଗ ଭାରତବର୍ଷରେ ରାଜା କନିଷ୍କଙ୍କ ସମୟରେ ଥିଲା। ଏବଂ ସେହି ସମୟରେ ଆପଣ ଯଦି ଦେଖିବେ, କୌଣସି ମନ୍ଦିର, କୌଣସି ମୂର୍ତ୍ତି, ପଥର ମୂର୍ତ୍ତି, ଆଜି ଯେଉଁ ଆମେ ଦେଖୁଛେ ଭାରତବର୍ଷରେ ପୂଜା ଅର୍ଚ୍ଚନାର ଯେଉଁ ଏତେ ବ୍ୟାପକତା, ତନ୍ତ୍ର ମନ୍ତ୍ରର ଯେଉଁ କନସେପ୍ଟର କିଛି ବି ବିକାଶ ହେଇନଥିଲା ବା ନଥିଲା କହିଲେ ଚଳେ। ସେହି ସମୟରେ ଯଦି ଧର୍ମୀୟ ଦିଗଟିକୁ ଆମେ ଦେଖିବା, ହଁ ଗୋଟେ ଜିନିଷ ଥିଲା କି ବୁଦ୍ଧଙ୍କର ମୃତ୍ୟୁ ପରେ ପରେ ଆମକୁ ବହୁତ ଗୁଡ଼ାଏ ଜାଗାରେ ବୁଦ୍ଧ ସ୍ତୂପ ବନିଆ ଯାଇଥିଲା। ସେଇଟା ଥିଲା ଉପାସନାର ମାଧ୍ୟମ। ବୁଦ୍ଧ ବୃକ୍ଷ, ଯାହାକୁ ବୋଧି ବୃକ୍ଷ ବୋଲି କୁହାଯାଏ, ତାକୁ ଲଗେଇଦେବା, ଓସ୍ତ ଗଛ ଲଗେଇକି ପୂଜା କରିବା, ସେଭଳି ମଧ୍ୟ ବିଧି ଥିଲା। ଏବଂ ବୁଦ୍ଧଙ୍କ ପୂର୍ବରୁ ମଧ୍ୟ 2 ଜଣ ବୁଦ୍ଧଙ୍କର ଯେଉଁ ପ୍ରମାଣ ମୁଁ ଆପଣଙ୍କୁ କହିଲି, କୋଣାଗମନ, କକସନ୍ତ ବୁଦ୍ଧଙ୍କର ଯେଉଁ ସ୍ତୂପ ମିଳିଛି, ସେମାନେ ତା ପୂର୍ବରୁ ମଧ୍ୟ ବୁଦ୍ଧ ଥିଲେ ଶ୍ରବଣ ସଂସ୍କୃତିରେ। ତ ସେଇମାନଙ୍କୁ ଯେଉଁ ସ୍ତୂପ ଉପାସନା କରିବାର ଯେଉଁ ପ୍ରଥାଟି ଥିଲା ଭାରତବର୍ଷରେ, କିନ୍ତୁ ମୂର୍ତ୍ତି ପୂଜା, ତନ୍ତ୍ରମନ୍ତ୍ର, ମନ୍ଦିର, ଏଇଭଳିଆ କନସେପ୍ଟ ବାସ୍ତବରେ ସେହି ସମୟରେ କୌଣସି ବି ଜାଗାରେ ନଥିଲା। ତେଣୁ ସାଂସ୍କୃତିକ ଯେଉଁ ଦିଗଟି କନିଷ୍କଙ୍କ ସମୟରେ ଏଇଟା ଥିଲା। ଏବଂ ରାଜା କନିଷ୍କଙ୍କର ଯେଉଁ କଣ୍ଟ୍ରିବ୍ୟୁସନ୍, ଆଜିର ଯେଉଁ ହିନ୍ଦୁ ଧର୍ମ ବା ହିନ୍ଦୁ ସମାଜରେ ଆମେ ମନ୍ଦିର ଦେଖୁଛେ, ବିଭିନ୍ନ ପ୍ରକାର ମୂର୍ତ୍ତି, ଦେବାଦେବୀଙ୍କର ମୂର୍ତ୍ତି ହଉ, ତନ୍ତ୍ରମନ୍ତ୍ରର ଯେଉଁ ବ୍ୟାପକତା ଆମେ ଦେଖୁଛେ, ସେଇଟା କନିଷ୍କଙ୍କର ଉଦ୍ୟମ ପରେ ହିଁ ଭାରତବର୍ଷରେ ପରିବ୍ୟାପ୍ତ ହେଇଥିଲା। କନିଷ୍କଙ୍କ ସମୟରେ ହେଲା, ତା ପରବର୍ତ୍ତୀ ସମୟରେ ଗୁପ୍ତ କାଳ ସମୟରେ ଗୁପ୍ତ ରାଜା ଯେଉଁମାନେ ଆସିଲେ, ସେହି ସମୟରେ ମଧ୍ୟ ପରିବ୍ୟାପ୍ତ ହେଲା। ତେଣୁ ଆମେ ଦେଖିବାକୁ ପଡ଼ିବ ଯେ ଆଜିର ଯେଉଁ ହିନ୍ଦୁ ଯେଉଁ ଚିନ୍ତାଧାରା ବା ହିନ୍ଦୁ ଧର୍ମର ଯେଉଁ କନସେପ୍ଟଟାର ମୂଳଦୁଆ କେଉଁଭଳି ଭାବରେ ରାଜା କନିଷ୍କ ଭାରତବର୍ଷରେ ସେଇଟାକୁ ପ୍ରୟୋଗ କରିଥିଲେ ବା ଆଣିଥିଲେ, ଆଉ ତା ଆଣିବା ପଛର କାହାଣୀ କ'ଣ, କେଉଁ ଉଦ୍ଦେଶ୍ୟରେ ସେଇଟା ଭାରତବର୍ଷରେ ମାନେ ଚାଲୁ ହେଲା ଏବଂ ତା ପଛର କାହାଣୀ କ'ଣ, ସେଇଟାକୁ ଆମକୁ ଜାଣିବାକୁ ପଡ଼େ। ସେଇଟା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ସେଇଠି ଆପଣ ଯଦି ଦେଖିବେ, ରାଜା କନିଷ୍କଙ୍କର ଜଣେ ଧର୍ମଗୁରୁ ଥିଲେ ବା ଜଣେ ବୌଦ୍ଧ ଧର୍ମ, ସେ ସମୟରେ ବୌଦ୍ଧ ଧର୍ମ ହିଁ ମାନେ ଗୋଟେ ବ୍ୟାପକ ଧର୍ମୀୟ ଚିନ୍ତାଧାରା ଥିଲା, ଯେଉଁଠିକି ଭିକ୍ଷୁମାନଙ୍କର ଗୋଟେ ବହୁତ ବଡ଼ ବା ଭନ୍ତେମାନଙ୍କର ଗୋଟେ ବହୁତ ବଡ଼ ଭୂମିକା ରହୁଥିଲା ଦେଶରେ ବା ଲୋକମାନଙ୍କ ଭିତରେ ଧର୍ମ ପ୍ରତିଷ୍ଠା କରିବାରେ। ତେଣୁ ସେଇ ଦୃଷ୍ଟିରୁ ରାଜା କନିଷ୍କଙ୍କର ଜଣେ ଭନ୍ତେ ଥିଲେ ବା ଜଣେ ଧର୍ମଗୁରୁ ଥିଲେ, ଯିଏ ବୌଦ୍ଧ ଧର୍ମକୁ ମାନୁଥିଲେ। ସିଏ ହେଉଛନ୍ତି ଅଶ୍ୱ ଘୋଷ।
ଯାହାଙ୍କର ଅନ୍ୟ ଅନ୍ୟ ନାମରେ ତାଙ୍କୁ ମଧ୍ୟ ନବଭିକ୍ଷୁ ବୋଲି କୁହାଯାଏ। ସେ ଅଶୋକ ଘୋଷଙ୍କ ସହିତ ଯେଉଁ ରାଜା କନିଷ୍କଙ୍କର ଗୋଟେ ବିଚାରୀୟ ଆଦାନ ପ୍ରଦାନ ହେଲା, ଯେ ସେ ଆଦାନ ପ୍ରଦାନଟି ଏଇଭଳି ଥିଲା ଯେ ରାଜା କନିଷ୍କ ଚାହୁଁଥିଲେ ଯେ ସେ ଯେଉଁ ମୁଦ୍ରା ପ୍ରଚଳନ କରିଥିଲେ ସେ ସମୟରେ ସ୍ୱର୍ଣ୍ଣ ମୁଦ୍ରା ଯେଉଁ ପ୍ରଚଳନ କରିଥିଲେ ବାଣିଜ୍ୟ କରିବା ପାଇଁ, କାରଣ ବିଭିନ୍ନ ଦେଶ ସହିତ ବାଣିଜ୍ୟିକ ବ୍ୟାପାର ବଢ଼ିଥିଲା କନିଷ୍କଙ୍କ ସମୟରେ। ସିଲ୍କ ରୁଟ୍ର ଯେଉଁ କଥା ଆସେ ସେଇଟାକୁ ଦେଇକି ରୋମ୍ ଗ୍ରୀକ୍ ସହିତ ଭାରତ ଏବଂ ସେପଟେ ଚାଇନା ସହିତ ବାଣିଜ୍ୟିକ ବେପାରର ଅନେକ ପ୍ରମାଣ ମଧ୍ୟ ଦେଖିବାକୁ ମିଳେ ଐତିହାସିକ ଦୃଷ୍ଟିରୁ। ସେହି ସମୟରେ ରାଜା କନିଷ୍କ ଚାହୁଁଥିଲେ, କାରଣ ରାଜା କନିଷ୍କ ମଧ୍ୟ ସବୁ ଧର୍ମ ବା ସବୁ ଦେବତାକୁ ଗ୍ରହଣ କରୁଥିବା ଜଣେ ବ୍ୟକ୍ତି ଥିଲେ। ତାଙ୍କ ପୂର୍ବରୁ ତାଙ୍କ ପିତା ଯିଏ ଥିଲେ ଭୀମ କଟଫିସିସ୍, ସିଏ ମଧ୍ୟ ବିଭିନ୍ନ ଧର୍ମକୁ ଗ୍ରହଣ କରିଥିଲେ। ଦେଖିବେ ଭୀମ କଟଫିସିସ୍ଙ୍କର ଯେଉଁ ଯେତିକି ବି ପ୍ରମାଣ ମିଳିଛି, ଆର୍ଟିଫ୍ୟାକ୍ଟସ୍ ଯେଉଁ ମୁଦ୍ରା ମିଳିଛି ସ୍ୱର୍ଣ୍ଣ ମୁଦ୍ରାରେ ଭୀମ କଟଫିସିସ୍ଙ୍କର ନାଁ ଅଛି, ତାଙ୍କର ଲେଖା ଅଛି ତଳେ। ପରବର୍ତ୍ତୀ ସମୟରେ ଆମେ ଦେଖୁଛେ ବୌଦ୍ଧ ଧର୍ମ ସଂଘ ତ୍ରିରତ୍ନର ମଧ୍ୟ ସିମ୍ବଲ ସିଏ ଧାରଣ କରିଛନ୍ତି। ତା ସହିତ ବିଭିନ୍ନ ଗ୍ରୀକ୍ ଏବଂ ଫାର୍ସି ଦେବାଦେବୀଙ୍କର ମୂର୍ତ୍ତି ମଧ୍ୟ ଆମକୁ ଦେଖିବାକୁ ମିଳେ, ଯେଉଁଥିରେ କି ଶିବଙ୍କର ମୂର୍ତ୍ତି ମଧ୍ୟ ସେ ଗ୍ରହଣ ମାନେ ସେଥିରେ ଥିବା ଦେଖିବାକୁ ମିଳେ। ଶିବଙ୍କର ସିମ୍ବଲ ଶିବ ଲେଖା ହେଇଥିବା ସିମ୍ବଲ ଯେଉଁଟା ଦେଖିବାକୁ ମିଳେ ଏବଂ ଅନ୍ୟାନ୍ୟ ଗ୍ରୀକ୍ ଏବଂ ପାର୍ସୀ ଦେବତାଙ୍କର ସିମ୍ବଲ ଥାଏ। ସେଇ ଦୃଷ୍ଟିରୁ ରାଜା କନିଷ୍କ ଚାହିଁଲେ ଯେ ତାଙ୍କ ସମୟରେ ଯେଉଁ ମୁଦ୍ରା ପ୍ରଚଳନ ହେଇଥିଲା ତାଙ୍କର ଛବି ସହିତ ସେ ମୁଦ୍ରାରେ ବୁଦ୍ଧଙ୍କର ଛବି ମଧ୍ୟ ସେଥିରେ ଅଙ୍କା ଯାଉ। ତେଣୁ ସେ ଦୃଷ୍ଟିରୁ ରାଜା ଅଶୋକ ଘୋଷଙ୍କ ପାଖକୁ ସିଏ ଯାଇଥିଲେ ଉପଦେଶ ନେବା ପାଇଁ ଯେ କ'ଣ କରିବା ନ କରିବା। ସେଇଭଳିଆ ଗୋଟେ ଆଲୋଚନାରୁ ରାଜା ଅଶୋକ ଘୋଷଙ୍କ ସହିତ ଯେଉଁ ଆଲୋଚନାଟି ଥିଲା ରାଜା କନିଷ୍କଙ୍କର ଏଇଭଳିଆ ଥିଲା ଯେ ରାଜା କନିଷ୍କ ତାଙ୍କୁ କହୁଥିଲେ ଯେ ମୁଁ ଚାହୁଁଛି ଯେ ମୋର ମୁଦ୍ରାରେ ଗୌତମ ବୁଦ୍ଧଙ୍କର ପ୍ରତିଛବି ରହୁ। ସେଇଠି ଅଶୋକ ଘୋଷ ତାଙ୍କୁ ରିପ୍ଲାଏ ଦେଉଛନ୍ତି ବା ତାଙ୍କର ମତ ରଖୁଛନ୍ତି କି ଆଜି ପର୍ଯ୍ୟନ୍ତ ଭାରତବର୍ଷରେ କେବେ ବି ଭଗବାନ ବୁଦ୍ଧଙ୍କର ଛବିକୁ ଅଙ୍କା ଯାଇନାହିଁ, ତାଙ୍କର ସାକାର ରୂପକୁ କେବେ ଅଙ୍କା ଯାଇନାହିଁ। ତାଙ୍କର ସିମ୍ବଲ ହିସାବରେ ବୋଧି ଟ୍ରିକୁ ଆମେ ସ୍ଥାନ ଦେଇଛେ, ତାଙ୍କର ଧର୍ମ ସଂଘ ଏବଂ ଧର୍ମଚକ୍ର ଯେଉଁଟା ଅଛି ଧର୍ମଚକ୍ରର ସିମ୍ବଲକୁ ଆମେ ସ୍ଥାନ ଦେଇଛେ, କିନ୍ତୁ ତାଙ୍କର ସାକାର ରୂପକୁ କେବେ ସ୍ଥାନ ଦିଆଯାଏ ନାହିଁ। କାହିଁକି ବୌଦ୍ଧ ଧର୍ମର ମୂଳ ବୌଦ୍ଧ ଧର୍ମରେ ମୂର୍ତ୍ତି ପୂଜା ଏଇସବୁ ଜିନିଷକୁ ସେମାନେ ଗ୍ରହଣ କରନ୍ତି ନାହିଁ। କେବଳ ସେମାନଙ୍କର ସାକାର ରୂପ ମାନେ ନିରାକାର ରୂପ ଯେଉଁଟା ତାଙ୍କର ଜ୍ଞାନ ଧର୍ମ ଯେଉଁଟା ଧର୍ମଚକ୍ର ବା ଧର୍ମବାର୍ତ୍ତାକୁ ପ୍ରସାର କରିବା ପାଇଁ ତାଙ୍କର ଧର୍ମରେ ଯେଉଁ ମୂଳ ଧର୍ମର ସେଇଟା ଉଦ୍ଦେଶ୍ୟ ଯେଉଁଟା ଥିଲା। ତେଣୁ ସେ ଦୃଷ୍ଟିରୁ ସେ କହୁଛନ୍ତି ଯେ ଆମେ କେବେ କରିନାହୁଁ, କିନ୍ତୁ ଆପଣ କ'ଣ ପାଇଁ ଚାହୁଁଛନ୍ତି ଯେ ଏଭଳି ବୁଦ୍ଧଙ୍କର ଜଣେ ସାକାର ରୂପକୁ ଆପଣ ମାନେ ଆଙ୍କିବା ପାଇଁ। ସେଇଠି ରାଜା କନିଷ୍କ କହୁଛନ୍ତି ତାଙ୍କୁ ଅଶୋକ ଘୋଷକୁ ଯେ ମୁଁ ଚାହୁଁଛି ଯେ ଭଗବାନ ବୁଦ୍ଧଙ୍କୁ କେବଳ ଭାରତ ନୁହଁ, ଭାରତ ବାହାରର ଚାଇନା ହଉ ଆପଣଙ୍କର ରୋମ୍ ହଉ ଗ୍ରୀସ୍ ହଉ ସବୁ ଅଞ୍ଚଳର ଲୋକମାନେ ଭଗବାନ ବୁଦ୍ଧଙ୍କୁ ଜାଣନ୍ତୁ, ତାଙ୍କ ଧର୍ମକୁ ଜାଣନ୍ତୁ। ତେଣୁ ସେ ଦୃଷ୍ଟିରୁ ଯଦି ଆମେ ବୁଦ୍ଧଙ୍କର ପ୍ରତିମା ଆମେ ମୁଦ୍ରାରେ ସ୍ଥାନ ଦେବା, ତେଣୁ ବୁଦ୍ଧଙ୍କର ବ୍ୟାପକତା ତାଙ୍କର ଧର୍ମ ବାର୍ତ୍ତାକୁ ଜାଣିବାର ଜିଜ୍ଞାସା ଲୋକମାନଙ୍କ ଭିତରେ ବଢ଼ିବ। ତେଣୁ ସେ ଦୃଷ୍ଟିରୁ ମୁଁ ଚାହୁଁଛି ଯେ ଆପଣ ଏଇଟାକୁ ମୁଦ୍ରାରେ ସ୍ଥାନ ଦେବା ପାଇଁ। ତେଣୁ ସେଇଠି ଅଶୋକ ଘୋଷ କହୁଛନ୍ତି ଯେ ଆପଣଙ୍କୁ କ'ଣ ଲାଗୁଛି ଜଣେ ଧାର୍ମିକ ହେବା ପାଇଁ କେବଳ ଜଣଙ୍କର ରୂପ ଜଣଙ୍କର ଧର୍ମ ବାର୍ତ୍ତା ଦେଇଦେଲେ ଜଣେ ଧାର୍ମିକ ହେଇପାରିବ ନା? ଧାର୍ମିକ ହେବାକୁ ହେଲେ ତାକୁ ଆଚରଣ ବା ନିଜର ବ୍ୟବହାରିକତାରେ ତାକୁ ଆଣିବାକୁ ପଡ଼ିବ। ସେଇଠି କହୁଛନ୍ତି ଯେ ଅଶୋକ ଘୋଷ କହୁଛନ୍ତି ଯେ ଜଣକୁ ଧାର୍ମିକ ହେବାକୁ ହେଲେ ଧର୍ମର ନାଁ ନେଇକି ଧର୍ମ ବିଷୟରେ ପ୍ରବଚନ ଦେଇକି ବା କଥା କରିକି ବା ନିଜକୁ ଧାର୍ମିକ ବୋଲି ଭାବିକି ଆଡ଼ମ୍ବର ପୂଜା ଅର୍ଚ୍ଚନା କଲେ ଜଣେ ଧାର୍ମିକ ହୁଏ ନାହିଁ। ଜଣକୁ ଧାର୍ମିକ ହେବାକୁ ହେଲେ ଆପଣଙ୍କୁ ଧର୍ମକୁ ନିଜର ବ୍ୟବହାରିକତାରେ ଆଣିବାକୁ ପଡ଼ିବ, ନିଜର ଆଚରଣରେ ଆଣିବାକୁ ପଡ଼ିବ, ତାହେଲେ ଯାଇକି ଆପଣ ଧାର୍ମିକ ହେଇପାରିବେ। ସେଠି କନିଷ୍କ ତାଙ୍କୁ ବୁଝାଉଛନ୍ତି କି ଠିକ୍ କଥା ଆପଣ କହିଛନ୍ତି ଯେ ବ୍ୟବହାରିକତାରେ ଆଣିବାକୁ ପଡ଼ିବ, କିନ୍ତୁ ଆମେ ଯଦି
ଧର୍ମର ଯଦି ବ୍ୟାପକତା ଆମେ କରିବାକୁ ଚାହୁଁଛେ, ଧର୍ମକୁ ଯଦି ପ୍ରଚାର ପ୍ରସାରିତ କରିବାକୁ ଚାହୁଁଛେ, ତାହେଲେ ଆମେ ସବୁ ସ୍ଥାନରେ ଉପଲବ୍ଧ ହୋଇପାରିବା ନାହିଁ। ତେଣୁ ଆମ ନିଜକୁ ଉପଲବ୍ଧି କରାଇବାର, ଆମର ଧର୍ମକୁ, ଆମର ଗୁରୁମାନଙ୍କୁ ଅନ୍ୟ ପାଖରେ ଉପଲବ୍ଧି କରାଇବାର ଏକମାତ୍ର ମାଧ୍ୟମ ହେଲା ତାଙ୍କର ଧର୍ମ ବାର୍ତ୍ତାକୁ ପହଞ୍ଚାଇବା ଏବଂ ତାଙ୍କର ନିଜର ଯେଉଁମାନେ ଜାଣିନାହାନ୍ତି ବୁଦ୍ଧଙ୍କୁ, ତାଙ୍କ ଧର୍ମକୁ, ତାର ପ୍ରଚାର ପ୍ରସାର କରିବାରେ ଏଇ ଯେଉଁ ମୂର୍ତ୍ତି ବା ସ୍ୱରୂପ ଏକମାତ୍ର ମାଧ୍ୟମ ହେଇପାରିବ ଲୋକମାନଙ୍କ ପାଖରେ ଧର୍ମ ବାର୍ତ୍ତାକୁ ପହଞ୍ଚାଇବା ପାଇଁ, ଯାହାଦ୍ୱାରା ସେମାନଙ୍କ ପାଖରେ ଜିଜ୍ଞାସା ବଢ଼ିବ ଏବଂ ସେମାନେ ଧର୍ମ ପ୍ରତି ଆକୃଷ୍ଟ ହେବେ ଏବଂ ତାକୁ ଗ୍ରହଣ କରିବାକୁ ଚେଷ୍ଟା କରିବେ। ଯେତେବେଳେ ଏଇ କଥା କହିଛନ୍ତି ଅଶୋକ ଘୋଷ ମିତହାସ୍ୟ ଦେଇକି ଏହାକୁ ସମର୍ଥନ କରିଛନ୍ତି ସେହି ସମୟରେ, ଆଉ ନିଜର କ୍ଷୋଭ ମଧ୍ୟ ସେ ପରିପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବୁଦ୍ଧ କେବଳ କ'ଣ ଭାରତର ବା ଭାରତୀୟ ଲୋକମାନଙ୍କର, ବୁଦ୍ଧ ଏ ସମାଜ ସମସ୍ତଙ୍କର। ଭଗବାନ ବୁଦ୍ଧଙ୍କର ଧର୍ମ ବାର୍ତ୍ତା, ଭଗବାନ ବୁଦ୍ଧ ଏ ସମଗ୍ର ମଣିଷ ଜଗତ ପାଇଁ, ପ୍ରାଣୀମାନଙ୍କ ପାଇଁ। ତେଣୁ ତାଙ୍କର ପ୍ରଚାର ପ୍ରସାର କେବଳ ଖାଲି କ'ଣ ଭାରତରେ ହେବା ଦରକାର, ଏଇଟା ସବୁ ଦେଶମାନଙ୍କରେ ମଧ୍ୟ ତାଙ୍କର ଧର୍ମ ବାର୍ତ୍ତା ପହଞ୍ଚିବା ଦରକାର। ତାଙ୍କର ସ୍ୱରୂପ ସମସ୍ତେ ଜାଣିବା ଦରକାର ଏବଂ ଏଥିପାଇଁ ଆମକୁ କ'ଣ କରିବାକୁ ପଡ଼ିବ, ଖାଲି ପାଲି ପ୍ରାକୃତି ଭାଷାରେ ଯେଉଁ ତ୍ରିପିଟକ ରହିଛି ତାହାର ସଂସ୍କରଣ ବିଭିନ୍ନ ଭାଷାରେ ମଧ୍ୟ ହେବା ଦରକାର। ସେ ସେଇଠି କହୁଛନ୍ତି କେବଳ ପାଲି ପ୍ରାକୃତ ନୁହେଁ, ଆପଣ ସଂସ୍କୃତ ଭାଷାରେ ବି ତାକୁ ଲେଖିବା ଦରକାର। ଯେଉଁମାନେ ସଂସ୍କୃତ ପଢ଼ନ୍ତି ଜାଣନ୍ତି ସେମାନେ ବି ଜାଣିବା ଦରକାର। ତାକୁ ଚୀନ ଭାଷାରେ ଟ୍ରାନ୍ସଲେଟ୍ ହେବା ଦରକାର, ତାକୁ ରୋମ୍ ଗ୍ରୀକ୍ ଭାଷାରେ ଟ୍ରାନ୍ସଲେଟ୍ ହେବା ଦରକାର। ସେଇ କଥା କହିକି ନିଜର କ୍ଷୋଭ ମାନେ ପ୍ରତିପୋଷଣ ମଧ୍ୟ କରୁଛନ୍ତି ରାଜା କନିଷ୍କଙ୍କ ପାଖରେ ଏବଂ ସେ କହୁଛନ୍ତି ଯଦି ଆପଣ ଚାହୁଁଛନ୍ତି ଏଭଳି ଗୋଟେ ସାକାର ରୂପକୁ ଆମେ ପରିବ୍ୟାପ୍ତ କରିବା ଏବଂ ତାହାର ପ୍ରଚାର ପ୍ରସାରରେ ଏହା ବୁଦ୍ଧଙ୍କର ଧର୍ମର ବାର୍ତ୍ତା ପରିବହନ କରିବାରେ ଗୋଟେ ନୂତନ ଅଧ୍ୟାୟ ସୃଷ୍ଟି କରିବ ଏବଂ ଆଜିର ଯେଉଁ ନୂତନ ସମାଜ ବୁଦ୍ଧଙ୍କର ଧର୍ମ ବାର୍ତ୍ତା ଏବଂ ତାଙ୍କର ନୀତି ଆଦର୍ଶକୁ ଏକ ନୂତନ ରୂପରେ ଯଦି ଆମେ ପରିବେଷଣ କରିବାକୁ ଚାହୁଁଛେ, ତାହେଲେ ଆମକୁ ଗୋଟେ ଚତୁର୍ଥ ବୁଦ୍ଧ ସଂହତି ବା ବୁଦ୍ଧିଷ୍ଟ କାଉନସିଲକୁ ଅର୍ଗାନାଇଜ୍ କରିବାକୁ ପଡ଼ିବ, ଯେଉଁଥିରେ ଦେଶ ବିଦେଶରୁ ଯେତେ ବୁଦ୍ଧିଷ୍ଟ ସ୍କଲାର ଅଛନ୍ତି, ବୁଦ୍ଧ ଭିକ୍ଷୁ ଅଛନ୍ତି, ସେ ସମସ୍ତଙ୍କୁ ଏକତ୍ରିତ କରିବାକୁ ପଡ଼ିବ ଏବଂ ସେମାନଙ୍କର ଓପିନିଅନ୍ ବା ଉପଦେଶ ନେଇକି ଆମକୁ ପରବର୍ତ୍ତୀ କ'ଣ କରିବା କ'ଣ ନ କରିବା ତାକୁ ସ୍ଥିର କରିବାକୁ ପଡ଼ିବ। ସେଥିପାଇଁ ଆପଣଙ୍କୁ ଗୋଟେ ବୁଦ୍ଧିଷ୍ଟ କାଉନସିଲ୍ ଅର୍ଗାନାଇଜ୍ କରିବାକୁ ପଡ଼ିବ। ସେ ସେଇଠି କହୁଛନ୍ତି ଅଶୋକ ଘୋଷ। କାହାକୁ କହୁଛନ୍ତି ନା ଆମର କନିଷ୍କକୁ କହୁଛନ୍ତି। କନିଷ୍କ ସେଠୁ ତାଙ୍କ କଥାରେ ସହମତି ପ୍ରକାଶ କରୁଛନ୍ତି ଏବଂ ଚତୁର୍ଥ ବୁଦ୍ଧିଷ୍ଟ କାଉନସିଲ୍ କରିବା ପାଇଁ ସେ ପ୍ରଚେଷ୍ଟା ଆରମ୍ଭ କରୁଛନ୍ତି। ତେଣୁ ରାଜା କନିଷ୍କ କାଶ୍ମୀରର କୁଣ୍ଡଲବନ ଠାରେ ଚତୁର୍ଥ ବୁଦ୍ଧ ସଂଗତି ଅର୍ଗାନାଇଜ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ସେଠି ମଧ୍ୟ କନିଷ୍କପୁର କରିକି ଗୋଟେ ନଗର ସେ ପ୍ରତିଷ୍ଠା କରିଛନ୍ତି ସେଠି ଏବଂ ତାପରେ ଚତୁର୍ଥ ବୁଦ୍ଧ ସଂଗତି ସେଇଠି ଆୟୋଜନ କରାହେଇଛି, ଯେଉଁଠି 500 ବୁଦ୍ଧ ଭିକ୍ଷୁ ମାନେ ଦେଶ ବିଦେଶରୁ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ଅଧ୍ୟକ୍ଷ ହିସାବରେ ବାସୁମିତ୍ର, ଉପାଧ୍ୟକ୍ଷ ହିସାବରେ ଅଶୋକ ଘୋଷ ଏବଂ ଅନ୍ୟାନ୍ୟ ବୌଦ୍ଧ ଯେଉଁଟା ସ୍କଲାର ରହିଛନ୍ତି ଯେମିତିକି ନାଗାର୍ଜୁନ ହଉ କି ଭନ୍ତେ ପାର୍ଶ୍ୱ ହୁଅନ୍ତୁ, ଏମାନେ ମଧ୍ୟ ସେଇ ବୁଦ୍ଧିଷ୍ଟ କାଉନସିଲରେ ଅଂଶଗ୍ରହଣ କରିଛନ୍ତି ଏବଂ ଅନେକ ବର୍ଷ ଧରିକି ଏଇଟା ଆଲୋଚନା ମଧ୍ୟ କଣ୍ଟିନ୍ୟୁ ଚାଲିଛି। ଆଉ ଏଇ ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଏଇଆ ଥିଲା, ଯେଉଁଟା ଆଲୋଚନାର ପ୍ରଥମ ବିଷୟ ଥିଲା ଯେ ଆମେ ଭଗବାନ ବୁଦ୍ଧଙ୍କର ସାକାର ରୂପକୁ ମୂର୍ତ୍ତି ବା ମୁଦ୍ରାରେ ସ୍ଥାନ ଦେବା ଉଚିତ କି ଉଚିତ ନୁହେଁ ଏବଂ ଯଦି ଦେବା କାହିଁକି ଦେବା, এই ବିଷୟରେ ଯେଉଁ ଆଲୋଚନା ତର୍କଟି ହେଇଛି, ସେଇଥିରେ ଯେଉଁ ଆଲୋଚନା ହେଇଛି ସେଇଥିରେ ମୁଖ୍ୟ ହେଲା
ଯେ ଯେଉଁ ବ୍ୟକ୍ତିମାନେ ସାଧାରଣ ବ୍ୟକ୍ତି, ଯେଉଁମାନେ ସାଧାରଣ ବ୍ୟକ୍ତି, ଯେଉଁମାନେ ଶିଶୁ ବା ବାଳକ, ଯେଉଁମାନେ ମହିଳା ରହିଲେ ଘରମାନଙ୍କରେ, ଯେଉଁମାନେ କୌଣସି ବୁଦ୍ଧ ସଂଘକୁ ଯାଇପାରୁନାହାନ୍ତି ବା ବୁଦ୍ଧଙ୍କର ଧର୍ମକୁ ପଢ଼ି ପାରୁନାହାନ୍ତି, ଜାଣିପାରୁନାହାନ୍ତି ବା ଗ୍ରହଣ କରିପାରୁନାହାନ୍ତି, ସେମାନେ କେମିତି ବୁଦ୍ଧଙ୍କର ଧର୍ମକୁ ଅତି ସହଜରେ ବୁଝିପାରିବେ, ଜାଣିପାରିବେ, ସେ ବୁଦ୍ଧଙ୍କର ବିଭିନ୍ନ ଯେଉଁ ଜ୍ଞାନ ଗୁଣ ରହିଛି ତାକୁ କେମିତି ସେମାନେ ଅନୁଭବ କରିପାରିବେ। ତେଣୁ ସେଥିପାଇଁ ମୂର୍ତ୍ତି ବା ବୁଦ୍ଧଙ୍କର ସାକାର ରୂପ ଏକ ସହଜ ମାଧ୍ୟମ ହେବ ସେଇମାନଙ୍କ ପାଇଁ ଯେଉଁମାନେ ବୁଦ୍ଧଙ୍କୁ ସହଜରେ ବୁଝିବାକୁ ଚାହୁଁଛନ୍ତି। ତେଣୁ ସେ ଦୃଷ୍ଟିରୁ ବୁଦ୍ଧଙ୍କର ଗୋଟେ ସାକାର ରୂପକୁ, ମୂର୍ତ୍ତିକୁ ସମାଜରେ ସ୍ଥାନ ଦେବା ବା ପୂଜା ଅର୍ଚ୍ଚନା ବା ଆପଣଙ୍କ ଉପାସନା କରିବାର ଗୋଟେ ବିଧି ଆରମ୍ଭ ହେବାର ଆବଶ୍ୟକତା ରହିଛି କରିକି ଗୋଟେ ଏକ ମତ ପୋଷଣ ହୁଏ ସେଇ କାଉନସିଲରେ। ସେଇଥିରେ ଯେଉଁମାନେ ଥିଲେ ମୁଖ୍ୟ, ଯାହାକୁ କହିବା ଆମେ ମୂଳ ବୌଦ୍ଧ ଧର୍ମକୁ ଗ୍ରହଣ କରୁଥିବା, ବୁଦ୍ଧ ନୀତିଙ୍କୁ ଗ୍ରହଣ କରୁଥିବା ବ୍ୟକ୍ତି ତାଙ୍କୁ ଅପୋଜ ମଧ୍ୟ କରିଛନ୍ତି ଯେ ନାଇଁ ହେବା ଆବଶ୍ୟକତା ନାହିଁ। ଆଉ କିଛି ବ୍ୟକ୍ତି ଏମିତି ଅଛନ୍ତି ନା ହଁ ଏଇଟା ହେବାର ଆବଶ୍ୟକତା ଅଛି, ଏହା ହେବା ଦ୍ୱାରା ଧର୍ମର ବିକାଶ ଘଟିବ, ଲୋକମାନଙ୍କ ପାଖରେ ବୁଦ୍ଧଙ୍କର ଜ୍ଞାନ, ତାଙ୍କର ଯେଉଁ ରହିଛି ସାନ୍ନିଧ୍ୟ, ତାଙ୍କର ଗୁଣକୁ ସହଜରେ ଉପଲବ୍ଧି କରି ହେବ। ତେଣୁ ଏଭଳି ଗୋଟେ ପ୍ରଚେଷ୍ଟା ମଧ୍ୟ ହେବା ଦରକାର। ମୂର୍ତ୍ତିକଳାର ବିକାଶ ହେବା ସହିତ ପୂଜା ଅର୍ଚ୍ଚନା ବା ଉପାସନାର ବିକାଶ ହେବାର ଆବଶ୍ୟକତା ରହିଛି। ଏଇଭଳି ପରିସ୍ଥିତିରେ ଏକ ଦ୍ୱନ୍ଦ୍ୱରେ କ'ଣ ହେଇଛି ନା ସେଇ ଚତୁର୍ଥ ବୁଦ୍ଧ ସଂଗତିରେ ବୁଦ୍ଧ ଧର୍ମ ଦୁଇ ଗୋଷ୍ଠୀରେ ବିଭାଜନ ହୋଇଯାଇଛି। କିଛି ଗୋଷ୍ଠୀ ବୁଦ୍ଧଙ୍କର ସାକାର ରୂପକୁ ସ୍ଥାନ ଦେବା ପାଇଁ ସହମତି ଦେଉଥିବା ବେଳେ କିଛି ଗୋଷ୍ଠୀ ବୁଦ୍ଧଙ୍କର ସାକାର ରୂପକୁ ସ୍ଥାନ ନ ଦିଆଯାଉ ବୋଲି କରିକି ତାଙ୍କର ପୁରାତନ ବା ତଥାକଥିତ ନୀତି ନିୟମରେ ରହିବା ପାଇଁ ସହମତି ପ୍ରକାଶ କରୁଛନ୍ତି। ସେଇଭଳି ଭାବରେ ଦୁଇ ଭାବରେ ବୁଦ୍ଧ ଧର୍ମ ବିଭାଜିତ ହେଇଛି। ଗୋଟେ ହେଲା ଯାହାକୁ ଆମେ କହୁଛେ ମହାୟାନ, ଆଉ ଗୋଟେ ହେଲା ହୀନୟାନ। ହୀନୟାନ ଯିଏ ବୁଦ୍ଧଙ୍କର ମାନେ ପୁରାତନ ରୀତିନୀତି କୁ ଗ୍ରହଣ କରିବେ, ଯେଉଁମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା ହେଉଛି ବ୍ୟକ୍ତିଗତ ଏନଲାଇଟମେଣ୍ଟ ବା ଜ୍ଞାନର ପରିପ୍ରକାଶ କରିବା ସହିତ ସେମାନେ ନିର୍ବାଣ ପ୍ରାପ୍ତି କରିବେ ଏବଂ ସଂସାର ମରଣ ଚକ୍ରରୁ ମୁକ୍ତ ହୋଇଯିବେ। ଆଉ ଯେଉଁମାନେ ରହିଲେ ମହାନ ଚିନ୍ତାଧାରାର ବ୍ୟକ୍ତି ବିଶେଷ ବା ଅରହତ ବା ଭିକ୍ଷୁ ଆମେ ଯାହାକୁ କହିପାରିବା, ସେମାନଙ୍କର ଉଦ୍ଦେଶ୍ୟ ଏହା ରହିବ ଯେ ସେମାନେ ନିଜର ବ୍ୟକ୍ତିଗତ ଜ୍ଞାନର ପରିପ୍ରକାଶ କରିବା ସହିତ ଅନ୍ୟମାନଙ୍କର ବ୍ୟକ୍ତିଗତ ଜ୍ଞାନର ପରିପ୍ରକାଶରେ ସାହାଯ୍ୟ କରିବେ, ଯେଉଁଥିରେ ଗୋଟେ ମୁଖ୍ୟ ମାଧ୍ୟମ ହେବ ବୁଦ୍ଧଙ୍କର ସାକାର ରୂପର ବା ଗୁଣର ଉପାସନା କରିବା। ତେଣୁ ସେଇଭଳି ଭାବରେ ମହାୟାନ ବୁଦ୍ଧିଜିମ୍ ସେଇ କଥାକୁ ଗ୍ରହଣ କରିବେ ଏବଂ ସେଇ ଦିଗରେ ଆଗକୁ ବଢ଼ିବେ। ଏଇଠି ଗୋଟେ ଜିନିଷ ମହାୟାନ ବୁଦ୍ଧିଜିମ୍ରେ ଇଣ୍ଟ୍ରୋଡ୍ୟୁସ୍ କରାହେଲା ଯେ ତାହେଲେ ସେଇଟା କିଭଳି କରାଯିବ, ଏଇଭଳି ଯେଉଁ ସାକାର ରୂପର ପୂଜା ଅର୍ଚ୍ଚନା। ସେଇଠି କୁହାଗଲା ଯେ ବୁଦ୍ଧଙ୍କର 32 ଯେଉଁ ବିଶିଷ୍ଟ ଲକ୍ଷଣ ଅଛି ଏବଂ 80 ପାଖାପାଖି ଅନ୍ୟାନ୍ୟ ଲକ୍ଷଣ ଯେଉଁ ଅଛି, ସେଇ ଲକ୍ଷଣକୁ ଆମେ ମୂର୍ତ୍ତି କଳାରେ ସ୍ଥାନ ଦେବା, ଯାହାଦ୍ୱାରା ଗୋଟେ ସାଧାରଣ ବ୍ୟକ୍ତି ବୁଦ୍ଧଙ୍କର ଗଭୀରାତ୍ମକ ଯେଉଁ ଜ୍ଞାନକୁ ବୁଝିବାର ଆବଶ୍ୟକତା ନ କରି ସେଇ ମୂର୍ତ୍ତିର ପ୍ରତୀକାତ୍ମକ ଯେଉଁ ସାନ୍ନିଧ୍ୟ ବା ଯେଉଁ କୃପା ଲାଭ କରିବ, ସେଇ ମୂର୍ତ୍ତିର ଜ୍ଞାନ ବା ଗୁଣକୁ ସେ ଅନୁଭବ କରିକି ତାଙ୍କର ଉପାସନା କରିକି। ତେଣୁ ସେଇଠି ନିଷ୍ପତ୍ତି ନିଆଗଲା ଯେ ମହାୟାନ ବୁଦ୍ଧିଜିମ୍ରେ ବୁଦ୍ଧଙ୍କର ଯେଉଁ 32 ଲକ୍ଷଣ ରହିଛି, ପ୍ରମୁଖ ଲକ୍ଷଣ ଏବଂ 80 ଅନ୍ୟାନ୍ୟ ଲକ୍ଷଣ ଅଛି ବୁଦ୍ଧଙ୍କର। ଲକ୍ଷଣ ମାନେ ଚାରିତ୍ରିକ ଲକ୍ଷଣ ଯେଉଁଟା କୁହନ୍ତି ବା ଗୁଣ, ସେଇଟାକୁ ଆମେ ସାକାର ରୂପ ଦେବା ଏବଂ ତାକୁ ଆଗକୁ ବଢ଼େଇବାର ପ୍ରଚେଷ୍ଟା କରିବା। ଏଇଭଳି ଭାବରେ ବୁଦ୍ଧିଷ୍ଟ କାଉନସିଲରେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି, ମହାୟାନ ଆପଣଙ୍କର ହୀନୟାନ ବୁଦ୍ଧ ଧର୍ମ।
ତେଣୁ ଏଠି ଗୋଟେ ବହୁତ ବଡ଼ ସମସ୍ୟା ରାଜା କନିଷ୍କଙ୍କ ପାଖକୁ ଆସିଛି ଯେ ଠିକ୍ ଅଛି ଆମେ ମୂର୍ତ୍ତି କଳା କରିବା, ମୂର୍ତ୍ତି ବା ସାକାର ରୂପରେ ବୁଦ୍ଧଙ୍କୁ ଉପାସନା କରିବାକୁ ଚାହୁଁ, କିନ୍ତୁ ସେ ମୂର୍ତ୍ତି କଳା କିପରି ଆମେ କରିବା? କାହିଁକିନା ଭାରତରେ ତ ମୂର୍ତ୍ତି କଳା ସେ ସମୟରେ କିଛି ନଥିଲା, ବା ମୂର୍ତ୍ତି ଗଢ଼ୁଥିବା କାରିଗର ବା ଶିଳ୍ପୀ ଭାରତବର୍ଷରେ ନଥିଲେ ସେ ସମୟରେ। ତେଣୁ କ'ଣ କରାଯିବ ନା ବାହାର ଦେଶ ଯେଉଁଟା ଗ୍ରୀକ୍ ହେଲା, ରୋମ୍ ହେଲା, ସେଇ ସମୟରେ ସେଠି ମୂର୍ତ୍ତିକଳାର ବିକାଶ ହୋଇସାରିଥିଲା। ଗ୍ରୀକ୍ ରୋମ୍ର ମୂର୍ତ୍ତିକଳାରେ ସେମାନେ ବିକଶିତ ହୋଇସାରିଥିଲେ ଏବଂ ଗାନ୍ଧାରକୁ କିଛି କିଛି ଯେଉଁ ଆମର ସିଲ୍କ ରୁଟ୍ ମାଧ୍ୟମରେ ଯେଉଁ ବାଣିଜ୍ୟ ହୁଏ ସେଠୁ କିଛି କିଛି ମୂର୍ତ୍ତିକଳାର ଯେଉଁ ଟେକ୍ନିକ୍ ବା ଯେଉଁ ଜ୍ଞାନର ଗାନ୍ଧାର ଆର୍ଟ ଯାହାକୁ କୁହାଯାଏ ଲୋକମାନଙ୍କ ଭିତରେ ଥିଲା। ତେଣୁ ରାଜା କନିଷ୍କ ଚାହିଁଲେ ଯେ ରୋମ୍ ଏବଂ ଗ୍ରୀକ୍ରୁ ଶିଳ୍ପୀକଳାଙ୍କୁ ଡକାଯାଉ, ଯିଏକି ବୁଦ୍ଧଙ୍କର ମୂର୍ତ୍ତି ସେ ନିର୍ମାଣ କରିବେ ବା ସାକାର ରୂପର ମୂର୍ତ୍ତିକୁ ସେ ନିର୍ମାଣ କରିବେ। ତେଣୁ ଏଠି ଆଉ ଗୋଟେ ଚ୍ୟାଲେଞ୍ଜ ମଧ୍ୟ ଆସିଲା ଯେ ଠିକ୍ ଅଛି ଗ୍ରୀକ୍ର ଲୋକମାନେ ମୂର୍ତ୍ତିକଳା ବହୁତ ଭଲ ଗଢ଼ନ୍ତି ବା ଗଢ଼ିପାରିବେ, କିନ୍ତୁ ବୁଦ୍ଧଙ୍କର ଯେଉଁ 32 ଲକ୍ଷଣ ରହିଛି, ବିଶିଷ୍ଟ ଲକ୍ଷଣ, ଯେଉଁ ଅନ୍ୟାନ୍ୟ ଲକ୍ଷଣ ରହିଛି, ସେଇଟାକୁ ସେମାନେ କେମିତି ଜାଣିବେ? କାରଣ ସେ ତ ଭାରତୀୟ ଲୋକ ନୁହନ୍ତି। ବୁଦ୍ଧଙ୍କର କ'ଣ ଗୁଣ ରହିଛି ତାକୁ କେମିତି ସେ ଅନୁଭବ କରିବେ ଏବଂ ତାକୁ କେମିତି ସେ ମୂର୍ତ୍ତିକଳାରେ ସ୍ଥାନ ଦେବେ? ଏଇଠି ଗୋଟେ ଦ୍ୱନ୍ଦ୍ୱ ପରିସ୍ଥିତି ସୃଷ୍ଟି ହେଇଛି, ଯାହାଫଳରେ ରାଜା କନିଷ୍କ କ'ଣ କରିଛନ୍ତି, ମଥୁରାରୁ କିଛି ଲୋକାଲ ଶିଳ୍ପୀ ଯେଉଁମାନଙ୍କର କିଛି କିଛି ଜ୍ଞାନ ଅଛି ମୂର୍ତ୍ତିକଳାକୁ ନେଇକି, ଜାଣିଛନ୍ତି ବୁଦ୍ଧଙ୍କ ବିଷୟରେ, ତାଙ୍କର ଗୁଣ ବିଷୟରେ, ସେଇଭଳିଆ କିଛି ଲୋକଙ୍କୁ ସିଲେକ୍ସନ୍ କରିକି ଡକାଯାଇଛି। କାରଣ ରାଜା କନିଷ୍କଙ୍କର ସେଇ ସମୟରେ ଦୁଇଟି ରାଜଧାନୀ ଥିଲା, ଗୋଟେ ହେଲା ହେଉଛି ମଥୁରା, ଆଉ ଗୋଟେ ହେଉଛି ପୁରୁଷପୁର ବା ପେଶାୱର, ଆଜିର ଯେଉଁ ପାକିସ୍ତାନର ପେଶାୱର। ତେଣୁ ତାଙ୍କୁ ଡକାଯାଇଛି। ଡକା ହେଲା ପରେ ଗାନ୍ଧାର ଆର୍ଟ ଆଉ ମଥୁରାର ଲୋକ ଏବଂ ଗାନ୍ଧାର ଆର୍ଟ ଯେଉଁଟା ଗ୍ରୀକ୍ ରୋମ୍ର ଶୈଳୀ, ଏ ଦୁଇଟାକୁ ମିଶ୍ରଣ କରିକି ମୂର୍ତ୍ତିକଳା ମାନେ ମୂର୍ତ୍ତି ତିଆରି କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହାକୁ ଗାନ୍ଧାର ଆଣ୍ଡ ମଥୁରା ଆର୍ଟ ଶୈଳୀ ବୋଲି କୁହାଯାଏ। ଯାହାକୁ ସେଇର ବିକାଶ ହେଲା ପରେ ବୁଦ୍ଧଙ୍କର ବିଭିନ୍ନ ସାକାର ରୂପ ବା ଗୁଣକୁ ମୂର୍ତ୍ତିରେ ପ୍ରଥମ ଥର ପାଇଁ ମୂର୍ତ୍ତିରେ ରୂପ ଦିଆଯାଇଛି। ତେଣୁ ସେଇଟା ସେଇ ଯେଉଁ ସାକାର ରୂପ ରହିଛି ତା ମଧ୍ୟରୁ ବୁଦ୍ଧଙ୍କର ଅନେକ ପ୍ରତିମା ଆପଣ ଦେଖିଥିବେ। ଅଭୟ ମୁଦ୍ରାର ବୁଦ୍ଧଙ୍କର ମୂର୍ତ୍ତି ଆପଣ ଦେଖିବେ। ଆଉ ଗୋଟେ ହେଉଛି ଭୂମି ସ୍ପର୍ଶ ମୁଦ୍ରା, ଯିଏକି ଯୋଗକୁ ସମର୍ପିତ, କି ଆପଣ ଯୋଗ କରିବା ଆବଶ୍ୟକତା ଅଛି। ଅଭୟ ମୁଦ୍ରା ମାନେ ଅନ୍ୟମାନଙ୍କୁ ଅଭୟ ବା ଦାନ ମାନେ ଦୟା ପ୍ରଦାନ କରିବା। ମହାନ ନିର୍ମାଣ ମୁଦ୍ରା, ଯେଉଁଟା ମୃତ୍ୟୁବରଣ ସମୟରେ କିଭଳି ମଣିଷ ମୃତ୍ୟୁବରଣ କରିବ, ମହାନ ନିର୍ମାଣ ମୁଦ୍ରା ହେଇଗଲା। ଏବଂ ଅନ୍ୟାନ୍ୟ ବୁଦ୍ଧଙ୍କର ଯେଉଁ ବିଶିଷ୍ଟ ଗୁଣ ବା ଲକ୍ଷଣ ରହିଛି ତାକୁ ନେଇକି ମୂର୍ତ୍ତି ତିଆରି ହେବା ଆରମ୍ଭ ହେଲା। ଯଦି ଦେଖିବା ମୂର୍ତ୍ତିକଳା ବା ମୂର୍ତ୍ତି, ପ୍ରଥମେ ବୁଦ୍ଧଙ୍କର ମୂର୍ତ୍ତି ଭାରତବର୍ଷରେ ତିଆରି କରାହେଇଥିଲା ରାଜା କନିଷ୍କଙ୍କ ସମୟରେ। ତା ପୂର୍ବରୁ ମୂର୍ତ୍ତି କଳା ହିଁ ନଥିଲା। ତେବେ ଏଇଠି ପ୍ରଶ୍ନ ଉଠୁଛି, ଠିକ୍ ଅଛି ବୁଦ୍ଧଙ୍କର ବିଭିନ୍ନ ରୂପକୁ ନେଇକି ମୂର୍ତ୍ତି ତିଆରି କରାଗଲା ଏବଂ ତାହାର ବିକାଶ ମଧ୍ୟ ଘଟିଲା ଭାରତରେ, ପ୍ରଥମ ମୂର୍ତ୍ତିକଳା ମଧ୍ୟ ତିଆରି ହେଲା। ଏହା କିଭଳି ଭାବରେ ଆପଣ ହିନ୍ଦୁଇଜମ୍ ସହିତ ଏହାର କ'ଣ ସମ୍ପର୍କ ରହିଛି ଏବଂ ଆଜିର ହିନ୍ଦୁ ସମାଜ ବା ଶୈଳୀ ମାନେ ମୂର୍ତ୍ତି ଇଏରେ ଏହାର କ'ଣ ମାନେ ଲିଙ୍କ ରହିଛି, ସେଇଠି ଆମକୁ ଟିକେ ବୁଝିବାକୁ ପଡ଼ିବ ଯେ ବୁଦ୍ଧଙ୍କର ଯେଉଁ ମହାନ ଶାଖା ହେଲା, ଯେଉଁଠିକି ବୁଦ୍ଧଙ୍କର ସାକାର ରୂପ ବା ଗୁଣକୁ ମୂର୍ତ୍ତି ମାଧ୍ୟମରେ ଉପାସନା କରିବାର ଯେଉଁ ପଦ୍ଧତି ଆରମ୍ଭ ହେଲା, ସେଇଠି ବୁଦ୍ଧଙ୍କର ବିଭିନ୍ନ ବୋଧିସତ୍ତ୍ୱକୁ ସମର୍ପିତ ମୂର୍ତ୍ତି ମଧ୍ୟ ତିଆରି କରାଗଲା। ସେଇଥିରେ ଆପଣ ଦେଖିବେ ଗୋଟେ ବୋଧିସତ୍ତ୍ୱ ଅଛନ୍ତି ଅବଲୋକିତେଶ୍ୱର। ଏ ଅବଲୋକିତେଶ୍ୱରଙ୍କର ମଧ୍ୟ ଆପଣଙ୍କର 22ରୁ 23 ତାଙ୍କର ଗୋଟେ ଦେବତାଙ୍କ ପାଖରେ ମଧ୍ୟ ଗୁଣ ରହିଛି। ଯେମିତି ଲୋକନାଥଙ୍କୁ ଇନଡାଇରେକ୍ଟଲି ଲୋକନାଥ ମଧ୍ୟ କୁହାଯାଏ, ପଦ୍ମପାଣି ମଧ୍ୟ କୁହାଯାଏ। ଲୋକନାଥ ମାନେ ଜଗତଙ୍କର ନାଥ, ପଦ୍ମପାଣି ବା କୋମଳତା ପ୍ରଦାନ କରୁଥିବା ଦେବତା। ସେମିତି ଯେ ଆପଣ ଅବଲୋକିତେଶ୍ୱରଙ୍କ ମାନେ ମହାୟାନ ବୁଦ୍ଧିଜିମ୍ରେ ଯାହା ବର୍ଣ୍ଣନା ରହିଛି ଯେ ଅବଲୋକିତେଶ୍ୱରଙ୍କର ଛାତିରୁ ତାରା ଦେବୀଙ୍କର ଉତ୍ପତ୍ତି। ତାରା ମଧ୍ୟ ଜଣେ ବୋଧିସତ୍ତ୍ୱ ଗୁଣର ଅଧିକାରୀ।
ତାରାଦେବୀ ତାଙ୍କଠାରୁ ତାରାଦେବୀଙ୍କ ଉତ୍ପତ୍ତି, ଯେଉଁ ତାରାଦେବୀ ପରବର୍ତ୍ତୀ ସମୟରେ ଭାରତରେ ଆପଣଙ୍କର କାଳୀ ନାମରେ ପରିଚିତ ହେଲେ ପରବର୍ତ୍ତୀ ସମୟରେ, ସେଇ ତାରାଦେବୀ ଏଇଟା ଯେଉଁ ଆପଣଙ୍କର ଉତ୍ପନ୍ନ ହେବା, ତାଙ୍କର ବିଭିନ୍ନ ଗୁଣକୁ ପରିପ୍ରକାଶ ଯେଉଁ କରିବାର ଯେଉଁ କଳା ଯେଉଁ ତିଆରି କରାହେଲା, ଏଇଠୁ ହିଁ ହିନ୍ଦୁ ଧର୍ମର ଯେଉଁ ନିୟ, ହିନ୍ଦୁ ଦେବାଦେବୀ ଯେଉଁ ତିଆରି ହେଲେ ତାର ନିୟ ପଡ଼ିଲା। ଅବଲୋକିତେଶ୍ୱର ବୁଦ୍ଧଙ୍କ ଠାରୁ ଆପଣଙ୍କର ବରୁଣ, ବିଷ୍ଣୁ, ଏ ସମସ୍ତ ମୂର୍ତ୍ତି ଦେବଦେବୀଙ୍କର ମୂର୍ତ୍ତି ତାଙ୍କରି ଠାରୁ ହିଁ ବାହାରିଛି ଆପଣ ଯଦି ଦେଖିବେ। ତେଣୁ ସେଇ ଦୃଷ୍ଟିରୁ ଭାରତରେ ଯେଉଁ ମୂର୍ତ୍ତି କଳା ଯେଉଁ ବିକାଶ ଘଟିଲା ଦେବାଦେବୀଙ୍କର ଯେଉଁ ମୂର୍ତ୍ତି କଳା, ସେଇଥିରେ ରାଜା କନିଷ୍କଙ୍କର ବହୁତ ବଡ଼ ଗୋଟେ ଅବଦାନ ଅଛି। ଏଠି ଆଉ ଗୋଟେ କଥା ମଧ୍ୟ ଆମକୁ ମନେ ରଖିବାକୁ ପଡ଼ିବ ଯେ ଆପଣ ଭାବୁଥିବେ ଯେ ଠିକ୍ ଅଛି ବୁଦ୍ଧଙ୍କର ମୂର୍ତ୍ତିକୁ ମାନେ ତାଙ୍କର ବିଭିନ୍ନ ଗୁଣକୁ ନେଇକି ମୂର୍ତ୍ତି ତିଆରି କରିବା ଆରମ୍ଭ ହେଲା, କିନ୍ତୁ ବୁଦ୍ଧଙ୍କର ମୂର୍ତ୍ତି ସହିତ ନାରୀ ମୂର୍ତ୍ତି କ'ଣ ପାଇଁ ଆରମ୍ଭ ହେଲା? କାରଣ ଯେଉଁ ବୁଦ୍ଧ ଧର୍ମକୁ ଗ୍ରହଣ କରୁଥିଲେ ଯେଉଁ ବ୍ୟକ୍ତି ଥିଲେ ମହାୟାନ ବୁଦ୍ଧିଜିମ୍ରେ, କେବଳ ପୁରୁଷ ନଥିଲେ, ନାରୀମାନେ ବି ଥିଲେ। ତେଣୁ ଯେହେତୁ ନାରୀମାନେ ଥିଲେ, ତେଣୁ ନାରୀର ଗୁଣ ବା ନାରୀର ଶକ୍ତିକୁ ପରିପ୍ରକାଶ କରିବା ପାଇଁ ମଧ୍ୟ ଆମକୁ ବୁଦ୍ଧଙ୍କର ସ୍ୱରୂପକୁ କିଭଳି ଦର୍ଶାଯାଇପାରିବ। ତେଣୁ ବୁଦ୍ଧଙ୍କ ସ୍ୱରୂପ ଯେଉଁ ଅବଲୋକିତେଶ୍ୱର ବୁଦ୍ଧଙ୍କ ଠାରୁ ହିଁ ତାରାଦେବୀଙ୍କର ଉତ୍ପତ୍ତି, ଏବଂ ତାରାଦେବୀ ଯିଏ ଅଛନ୍ତି ପରବର୍ତ୍ତୀ ସମୟରେ ତାଙ୍କୁ ଶ୍ୟାମାକାଳୀ ବି କୁହାଯାଏ, ଏବଂ କାଳୀ ପରବର୍ତ୍ତୀ ସମୟରେ ତାକୁ କାଳୀ ବି କୁହାଗଲା ହିନ୍ଦୁ ଧର୍ମରେ। ସେଇଠାରୁ ହିଁ ଉତ୍ପତ୍ତି, ତାଙ୍କର ଉତ୍ପତ୍ତି। ଯେହେତୁ ନାରୀମାନେ ବି ବୁଦ୍ଧ ସଂଘରେ ରହୁଥିଲେ, ତେଣୁ ନାରୀ ଶକ୍ତିକୁ ପ୍ରଦର୍ଶନ କରିବା ପାଇଁ ବୁଦ୍ଧଙ୍କର ନାରୀ ଅର୍ଦ୍ଧନାରେଶ୍ୱର ରୂପ ମଧ୍ୟ ସେଇଠି ବର୍ଣ୍ଣନା ରହିଛି ମହାୟାନ ବୁଦ୍ଧିଜିମ୍ରେ। ଅର୍ଦ୍ଧନାରେଶ୍ୱର, ଅଧେ ପୁରୁଷ ଅଧେ ନାରୀ, ବୁଦ୍ଧଙ୍କର ସେଭଳି ମଧ୍ୟ ସ୍ୱରୂପ ରହିଛି ସେଇଠି। ତେଣୁ ସେଇଠୁ ନାରୀ ଶକ୍ତିର ଉଦୟ ଘଟିଛି, ଏବଂ ଯେଉଁମାନେ ମହିଳା ଥିଲେ ବୁଦ୍ଧ ଧର୍ମ, ସେମାନେ ନାରୀ ଶକ୍ତିକୁ, ବୁଦ୍ଧଙ୍କର ନାରୀର ଗୁଣ ବହନ କରୁଥିବା ଜଣେ ଦେବୀ, ଯିଏକି ଅବଲୋକିତେଶ୍ୱର ବୋଧିସତ୍ତ୍ୱଙ୍କ ଠାରୁ ଉତ୍ପନ୍ନ ହେଲେ ଛାତିରୁ, ସିଏ ପରବର୍ତ୍ତୀ ସମୟରେ ତାରାଦେବୀ ଯାହାକୁ କୁହାଲା, ପରବର୍ତ୍ତୀ ସେଇ ତାରାଦେବୀ ଆପଣଙ୍କର ପରବର୍ତ୍ତୀ ସମୟରେ ଶ୍ୟାମାକାଳୀ ଏବଂ ଦୁର୍ଗା ଯେଉଁଟା ଆମେ କହୁଛେ, ସେଇଠୁ ତାଙ୍କର ଉତ୍ପତ୍ତି ହେଇଛି। ତେଣୁ ଏଇ ଯେଉଁ କନସେପ୍ଟ, ଯେଉଁ ଦେବାଦେବୀଙ୍କର, ବିଭିନ୍ନ ଦେବାଦେବୀଙ୍କର ଯେଉଁ କନସେପ୍ଟ ଯେଉଁ ଆସିଲା ମହାୟାନ ବୁଦ୍ଧିଜିମ୍ରେ, ପରବର୍ତ୍ତୀ ସମୟରେ ଏଇଟା ହିଁ ଆଗକୁ ଯାଇକି ମହାୟାନ ବୁଦ୍ଧିଜିମ୍ରୁ ତନ୍ତ୍ରାୟନ ବୁଦ୍ଧିଜିମ୍ ବା ବଜ୍ରୟାନ ଯାହାକୁ କୁହନ୍ତି, ବଜ୍ରଯାନ ବୁଦ୍ଧିଜିମ୍ ଯେଉଁଟା କୁହନ୍ତି, ଯାହାର ମୁଖ୍ୟ କେନ୍ଦ୍ର ହେଉଛି ଓଡ଼ିଶା ଥିଲା। ଓଡ଼ିଶାରେ ବଜ୍ରୟାନ ବା ତନ୍ତ୍ରାୟନ ବୁଦ୍ଧିଜିମ୍ର ବିକାଶ ଘଟିଥିଲା। ମାନେ ନାରୀ ଶକ୍ତିର ଗୋଟେ ସବୁଠାରୁ ଭୟଙ୍କର ରୂପ। ଆପଣ ଦେଖିବେ ଓଡ଼ିଶାରେ ନାରୀ ଶକ୍ତିକୁ ସମର୍ପିତ ଦେବାଦେବୀ ଯେମିତିକି 64 ଯୋଗିନୀ ମନ୍ଦିର, ବେତାଳ ମନ୍ଦିର ଗୋଟେ ଅଛି ଆପଣଙ୍କର, ପୁରୁଣା ମନ୍ଦିର ଯେଉଁଟାକ ଭୁବନେଶ୍ୱରରେ। ତେଣୁ ଏଇସବୁ ଭୌମବଂଶୀ ଯେଉଁ ରାଜାମାନେ ଥିଲେ, ସେଠି ଯେଉଁ ନାରୀ ରାଜାମାନେ ଶାସନ କରୁଥିଲେ, ସେମାନଙ୍କ ସମୟରେ ଏଇ ପିରିୟଡ଼ରେ ଏଇଟା ବିକଶିତ, କାରଣ ସେମାନେ ମଧ୍ୟ ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ। ସେ ସମୟରେ ହିନ୍ଦୁଜିମ୍ର ବିଶେଷ କନସେପ୍ଟ ଡେଭଲପ୍ ହୋଇନଥିଲା ଓଡ଼ିଶାରେ। ତ ସେଇଟା ମଧ୍ୟ ଆମକୁ ପରବର୍ତ୍ତୀ ସମୟରେ ଦେଖିବାକୁ ମିଳେ ଭାରତୀୟ ମାନେ ହିନ୍ଦୁ ସଂସ୍କୃତିରେ। ଏବଂ ପରବର୍ତ୍ତୀ ସମୟରେ କ'ଣ ହେଇଛି, ଯେତେବେଳେ କନିଷ୍କଙ୍କର ସମୟ ସରିଛି, କୁଷାଣ ବଂଶର ମାନେ ଶାସନ ଯେତେବେଳେ ଯେଉଁଠି ଲୋପ ପାଇଛି, ସେଇଠୁ ଗୁପ୍ତ ଶାସନ ଆରମ୍ଭ ହେଇଛି। ଗୁପ୍ତ ଶାସନ ମୁଖ୍ୟତଃ ହେଉଛି ଗୋଟେ ବ୍ରାହ୍ମଣିଜିମ୍କୁ ପ୍ରମୋଟ୍ କରୁଥିବା ଗୋଟେ ଶାସନ ଥିଲା। ସେଇଥିରେ କ'ଣ ହେଇଛି ନା, ଏଇ ଯେଉଁ ଦେବାଦେବୀଙ୍କର ଯେଉଁ ମାନେ ଉଦ୍ଭାବନ ହେଲା ମହାୟାନ ବୁଦ୍ଧିଜିମ୍ରୁ, ଏଇ ଯେଉଁ ଦେବାଦେବୀ ମୂର୍ତ୍ତି ସାକାର ରୂପର ଉପାସନା ଏବଂ ତାଙ୍କର ବିଭିନ୍ନ ଗୁଣକୁ ଉପାସନା କରିବା ଦ୍ୱାରା ତାର ସାନ୍ନିଧ୍ୟ ଲାଭ କରିବା ଏବଂ କୃପା ଲାଭ କରିବାର ଯେଉଁ କନସେପ୍ଟ ଆରମ୍ଭ ହେଲା, ସେଇ ଜିନିଷଟାକୁ କ'ଣ ହେଲା, ପରବର୍ତ୍ତୀ ସମୟରେ ଗୁପ୍ତ କାଳ ସମୟରେ ତାର ବ୍ରାହ୍ମଣୀକରଣ କରାଗଲା। ସେଇ ଦେବାଦେବୀଙ୍କୁ ବିଭିନ୍ନ ଜାଗାରେ ପୂଜା କରିବା ଆରମ୍ଭ କଲେ ଏବଂ ସେଠି ତାର ବ୍ରାହ୍ମଣୀକରଣ କରାଗଲା, ବ୍ରାହ୍ମଣଙ୍କୁ ତାର ଦାୟିତ୍ୱ ଦିଆଗଲା ତାର ପୂଜା ଅର୍ଚ୍ଚନାର। ଏଇଠୁ ଭାରତୀୟ ସଂସ୍କୃତିରେ ହିନ୍ଦୁଇଜିମ୍ର ଯେଉଁ କନସେପ୍ଟ, ଆମେ ଯେଉଁ ପୂଜା ଅର୍ଚ୍ଚନା ଅନ୍ୟାନ୍ୟ ଦେବାଦେବୀଙ୍କର କନସେପ୍ଟ, ଏଇଠୁ ହିଁ ଆରମ୍ଭ ହେଲା। ତେଣୁ ମୋଟାମୋଟି ଭାବରେ କହିବାକୁ ଗଲେ
ସାକାର ରୂପକୁ ପୂଜା କରିବା, ବିଭିନ୍ନ ଶକ୍ତିକୁ ପୂଜା କରିବା, ଉପାସନା କରିବା, ତନ୍ତ୍ରମନ୍ତ୍ରର ଯେଉଁ ବ୍ୟାପକତା, ଯେଉଁ ଗୋଟେ ନୂତନ ଦିଗ ଆରମ୍ଭ ହେଲା ରାଜା କନିଷ୍କଙ୍କ ସମୟରେ, ସେଇଟା ହିଁ ପରବର୍ତ୍ତୀ ସମୟରେ ହିନ୍ଦୁ ରାଷ୍ଟ୍ର ବା ଆଜି ହିନ୍ଦୁଇଜିମ୍ର ଯେଉଁ କନସେପ୍ଟ ଆମେ ଦେଖୁଛେ, ମନ୍ଦିର, ବିଭିନ୍ନ ଦେବାଦେବୀଙ୍କର ମୂର୍ତ୍ତି, ଯେଉଁ ଆମେ ସବୁ ବ୍ୟାପକତା ଆମେ ଦେଖୁଛେ, ମନ୍ତ୍ରତନ୍ତ୍ର ଇତ୍ୟାଦି ପୂଜାର୍ଚ୍ଚନାର, ତାହାର ମୁଖ୍ୟ ଆଧାର ହେଉଛନ୍ତି ରାଜା କନିଷ୍କ। ଏବଂ ତାଙ୍କ ସମୟରୁ ଯେଉଁ ବିକାଶ ଘଟିଲା, ମହାୟାନ ବୁଦ୍ଧିଜିମ୍ ଦୁଇ ଭାଗ ହେଲା, ମହାୟାନ ବୁଦ୍ଧିଜିମ୍ରୁ ସାକାର ରୂପ ନିଆଗଲା ଏବଂ ନୂତନ ଯେଉଁ ଆପଣଙ୍କୁ ଯାହାକୁ କୁହନ୍ତି ଶିଳ୍ପକଳାର ବିକାଶ ଘଟିଲା ଭାରତ ବର୍ଷରେ, ମଥୁରା ଗାନ୍ଧାର ଆର୍ଟର ବିକାଶ ଘଟିଲା, ମୂର୍ତ୍ତିକଳାର ବିକାଶ ଘଟିଲା। ପରବର୍ତ୍ତୀ ସମୟରେ ଗୁପ୍ତ ସାମ୍ରାଜ୍ୟର ରାଜାମାନେ ଯେତେବେଳେ ଆସିଲେ, ତାର ହିନ୍ଦୁକରଣ କରାଗଲା ଏବଂ ମନ୍ଦିର କଳାର ବିକାଶ ଆରମ୍ଭ ହେଲା। ନାଗରୀ ଶୈଳୀରେ ଯେଉଁ ମନ୍ଦିର ତିଆରି କରିବା, ତା ପରବର୍ତ୍ତୀ ସମୟରୁ ଗୁପ୍ତ ସମୟରେ ଆମେ ବିଭିନ୍ନ ପ୍ରକାର ମୂର୍ତ୍ତି ଆମେ ଦେବାଦେବୀଙ୍କର ଦେଖିବାକୁ ମିଳୁଛି। ମୁଖ୍ୟତଃ ପ୍ରାୟ ଯେଉଁ ଦେବାଦେବୀଙ୍କର ମୂର୍ତ୍ତି ଆମେ ଦେଖୁଛେ ଭାରତରେ, ଯେତେ ପୁରୁଣା କାଳିଆ ପୁରୁଣା ମନ୍ଦିରକୁ ଆପଣ ମୂର୍ତ୍ତି ଯେଉଁ ଦେଖିବେ ଠିଆ ହେଇଥିବେ, ମୂର୍ତ୍ତି ରଜା ହେଉ, ଯେଉଁ ଚତୁଃପାର୍ଶ୍ୱରେ ମୂର୍ତ୍ତି ଯେଉଁ ଆପଣ ଦେଖିବେ, ତାହା ସମ୍ପୂର୍ଣ୍ଣ ଭାବେ ଅବଲୋକିତେଶ୍ୱର ଯେଉଁ ଦେବତା ବା ତାରା ଦେବୀଙ୍କର ପ୍ରତିଛବି ଭଳିଆ ଆପଣଙ୍କୁ ଲାଗିବ। ତେଣୁ ସେଇଠୁ ବିକଶିତ ହେଇଛି ଆପଣଙ୍କର ହିନ୍ଦୁଇଜିମ୍ର ଯେଉଁ ମୂର୍ତ୍ତିକଳାର ଯେଉଁ ବ୍ୟାପକତା ବା ବିକାଶ। ମୂର୍ତ୍ତିକଳାର ବ୍ୟାପକ ବିକାଶ ଘଟିଲା, ହିନ୍ଦୁକରଣ ହେଲା ଗୁପ୍ତ ସମୟରେ, ବହୁତ ଗୁଡ଼ାଏ ମୂର୍ତ୍ତି ଏବଂ ଅନ୍ୟାନ୍ୟ ନିର୍ମାଣ ହେଲା ଏବଂ ଜଷ୍ଟ ଗୁପ୍ତ ସମୟରୁ ମନ୍ଦିର କଳାର ବିକାଶ ଘଟିଲା, ନାଗରୀ ଶୈଳୀରେ ମନ୍ଦିର ତିଆରି ହେବା ଆରମ୍ଭ ହେଲା। ତାପରେ ତାର ମାନେ ଆପଣ ଦେଖିବେ ଯଦି ଜଷ୍ଟ କୁଷାଣ ବଂଶ ପରେ ପରେ ଆପଣ ଦେଖିବେ ଅଜନ୍ତା ଏଲୋରା ଗୁମ୍ଫା ହେଉଛି ତାର ଗୋଟେ ସବୁଠାରୁ ବଡ଼ ଉଦାହରଣ, ଯେଉଁଠିକି ଆପଣଙ୍କର ମହାୟାନ ବୁଦ୍ଧିଜିମ୍ରେ ଯେଉଁ ବିଭିନ୍ନ ସାକାର ରୂପ ବା ଗୁଣ ବା ବିଭିନ୍ନ ବୁଦ୍ଧଙ୍କର ବିଭିନ୍ନ ଗୁଣକୁ ଦର୍ଶାଉଥିବା ବିଭିନ୍ନ ଦେବାଦେବୀଙ୍କର ଛବି ଆପଣ ଆଜି ବି ଯଦି ଅଜନ୍ତା ଏଲୋରାର ଗୁମ୍ଫାକୁ ଯିବେ ଦେଖିପାରିବେ। ସେଇଠୁ ହିଁ ବାସ୍ତବରେ ଭାରତୀୟ ଲୋକମାନେ ମୂର୍ତ୍ତିକଳା ଗଢ଼ିବା ବା ମୂର୍ତ୍ତି ଦେବାଦେବୀ ବିଭିନ୍ନ ଗୁଣକୁ ସମର୍ପିତ ଦେବାଦେବୀଙ୍କ ମୂର୍ତ୍ତି କରିବାର ଯେଉଁ ମୂଳ ଢାଞ୍ଚା ପଡ଼ିଥିଲା, ସେଇଠୁ ହିଁ ଆପଣ ସେଇଠୁ ଦେଖିବେ ମହାରାଷ୍ଟ୍ର ଅଜନ୍ତା ଏଲୋରା ଗୁମ୍ଫା ହେଉଛି ସେଇଟା ଗୋଟେ ଏକ୍ସପେରିମେଣ୍ଟ ପଏଣ୍ଟ ଅଫ୍ ମାନେ ଆପଣଙ୍କର ମୂର୍ତ୍ତିକଳା ବିକାଶ କରିବାର। ତା ପରଠାରୁ ତା ପରେ ପରେ ଆମେ ଦେଖୁଛେ ଭାରତର ବିଭିନ୍ନ ଜାଗାରେ ମୂର୍ତ୍ତିକଳାର ବିକାଶ ଘଟୁଛି, ମନ୍ଦିର କଳାର ବିକାଶ ଘଟୁଛି। ତାପରେ ପରେ ଆମେ ଦେଖୁଛେ କଳିଙ୍ଗାନ ଆର୍କିଟେକ୍ଚରାଲ ଷ୍ଟାଇଲ୍ ପଳେଇ ଆସୁଛି, ମନ୍ଦିର ତିଆରି କରିବାର ଶୈଳୀ ଆମେ ଦେଖୁଛେ। ଭୌମକର ସମୟରେ ଯେମିତି ମନ୍ଦିର ଯେଉଁଗୁଡ଼ା ରହିଲା ତିଆରି ହେଇଥିଲା ଯେତିକି, ତାର ବିକାଶ ଘଟୁଛି। ତେଣୁ ମୁଖ୍ୟତଃ ଯଦି କହିବା ଆମେ ଭାରତୀୟ ସଂସ୍କୃତିରେ ଯେଉଁ ଆଜି ଆମେ ଦେଖୁଛେ ସ୍ୱରୂପ, ମନ୍ଦିର ପୂଜାର୍ଚ୍ଚନା, ମନ୍ତ୍ର ତନ୍ତ୍ର, ଦେବାଦେବୀ ଯେଉଁ ଗୋଟେ ବ୍ୟାପକ ଆମେ ଉପାସନାର ଗୋଟେ ଦିଗ ଆମେ ଦେଖୁଛେ ଭାରତ ବର୍ଷରେ, ଯାହାକୁ ହିନ୍ଦୁ ଧର୍ମ ବା ହିନ୍ଦୁଇଜିମ୍ କୁହାହେଉଛି, ସେଇଟାର ମୁଖ୍ୟ ଆଧାର ବା ମୁଖ୍ୟ କର୍ଣ୍ଣଧାର ହେଉଛନ୍ତି ରାଜା କନିଷ୍କ।